ତ ପିଲାମାନଙ୍କୁ ଆମର ଏହି ଏଜୁକେସନ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛୁ। ଯେଉଁମାନେ ବି ନୂଆ କରି ଆମ ଚ୍ୟାନେଲକୁ ଆସିଛ ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ପିଲାମାନେ ଦେଖନ୍ତୁ କ'ଣ କରୁଛନ୍ତି ନା ଅଧା ପିଲା ତ ଅଧା କ୍ୱେଶ୍ଚନ୍ ଦେଖିକି ବାହାରି ପଳାଉଛନ୍ତି, ତ ସେଇ ଭୁଲ କେବେ ବି କରନି। ତ ଫୁଲ୍ ପର୍ଯ୍ୟନ୍ତ ଦେଖନ୍ତୁ। ତ ଆଜି ଦେଖ କ'ଣ କ୍ୱେଶ୍ଚନ୍ ଅଛି। 10 ନମ୍ବର, କେଉଁ ଶବ୍ଦଟି ଅନ୍ୟ ତିନୋଟି ଠାରୁ ପୃଥକ୍? କ'ଣ ଦେଖ, ଫାର୍ଷ୍ଟ କ'ଣ କହିଛି ଖାଦ୍ୟ, 2ରେ କ'ଣ କହିଛି ଖଦନ, ତାପରେ ସିରେ କ'ଣ କହିଛି ବୃକ୍ଷ, ଡିରେ କହିଛି ଗିନା। ତ ପିଲାମାନେ ଦେଖ, ଯଦି ତୁମକୁ ଆସୁଥିବ ୟାର ଆନ୍ସର୍ଟି ତ ତୁମେ କମେଣ୍ଟ ଜଣାଅ। ତ ଦେଖ ୟାର ଆନ୍ସର୍ ହେବ ଅପସନ୍ ଡି, କ'ଣ ନା ଗିନା। ସେମିତି 11 ନମ୍ବର ଦେଖ, ପିଲାମାନେ ନୋଟ୍ କରିପାରିବ ଯଦି ନୋଟ୍ କରିଦିଅ, ଖାତା ପେନ୍ରେ ଲେଖିଦିଅ। ତ ଦେଖ ତାପରେ 11 ନମ୍ବର କ'ଣ ଅଛି ନା କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠରେ ଧ୍ୱନି ଲେଖା ହେଉଥିବାରୁ ତାକୁ କ'ଣ କୁହାଯାଏ? କ'ଣ କୁହାଯାଏ? ତ ୟାର ସଠିକ୍ ଆନ୍ସର୍ ହେବ, ତୁମେ ବି ଜାଣିଥିବ ସାଧା କ୍ୱେଶ୍ଚନ୍ଟି। ତ ୟାର ସଠିକ୍ ଆନ୍ସର୍ ହେବ ଲିପି, ଅପସନ୍ ଏ। ତ ପିଲାମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ, କାହିଁକିନା ଏମିତିକା ରେଗୁଲାର କ୍ଲାସ୍ ଆମର ଚାଲିଛି, ଯେଉଁଟାରେ କି ବହୁତ ପିଲାମାନଙ୍କର ହେଲ୍ପ ବି ହେଉଛି ଆଉ ସିଟି ଏକ୍ଜାମ୍ ପାସ୍ ବି କରିବେ 2026ରେ ଆଶା କରୁଛୁ। ତ ଯିଏ ଫୁଲ୍ ପର୍ଯ୍ୟନ୍ତ ଭିଡ଼ିଓ ଦେଖୁଛି ଆଉ ଅଧାରୁ ଯିଏ ଛାଡ଼ିକି ପଳାଉଛି ନା ଆଉ ଦେଖିବିନି, ତ ସେମିତିରେ ତ ତୁମେ ସିଟି ଏକ୍ଜାମ୍ ପାସ୍ କରିପାରିବନି ନା। ତ ଦେଖ 12 ନମ୍ବର କ'ଣ କହିଛି, ଧ୍ୱନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ'ଣ କୁହନ୍ତି? କ'ଣ କୁହନ୍ତି? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି, ବର୍ଣ୍ଣ। ଦେଖ, ଧ୍ୱନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ'ଣ କୁହନ୍ତି ନା ବର୍ଣ୍ଣ କୁହନ୍ତି। ପିଲାମାନେ ଗୋଟିଏ କ୍ୱେଶ୍ଚନ୍ ବାରମ୍ବାର ପଢ଼ିକି ଆନ୍ସର୍ କର। ତାପରେ ପିଲାମାନେ ଦେଖ 13 ନମ୍ବର କ'ଣ କହିଛି ନା ଧ୍ୱନିକୁ ଦୀର୍ଘକାଳ ସ୍ଥାୟୀ ରୂପ ଦେଉଥିବାରୁ ତାକୁ କ'ଣ କୁହାଯାଏ? ଦେଖ ପିଲାମାନେ 13 ନମ୍ବର, ଧ୍ୱନିକୁ ଦୀର୍ଘକାଳ ସ୍ଥାୟୀ ରୂପେ ଦେଉଥିବାରୁ ତାକୁ କ'ଣ କୁହନ୍ତି? ନା ଅକ୍ଷର କୁହନ୍ତି, ଅପସନ୍ ସି। 14 ନମ୍ବର ଦେଖ କ'ଣ କହିଛି, 14 ନମ୍ବର କହିଛି ସ୍ୱରଧ୍ୱନି କାହାକୁ କୁହନ୍ତି? ସମସ୍ତେ ଜାଣିଥିବ ସ୍ୱରଧ୍ୱନି କାହାକୁ କୁହନ୍ତି? ଯେଉଁ ଧ୍ୱନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ତାହାକୁ ସ୍ୱରଧ୍ୱନି କୁହାଯାଏ। ସଠିକ୍ ଆନ୍ସର୍ ହେଉଛି ଅପସନ୍ ଏ। ତାପରେ ଦେଖ 15 ନମ୍ବର କ'ଣ କହିଛି ନା ସ୍ୱରଧ୍ୱନି ସାହାଯ୍ୟରେ କେଉଁ ଧ୍ୱନି ଉଚ୍ଚାରିତ ହୁଏ ତାକୁ କ'ଣ କୁହନ୍ତି? କ'ଣ କୁହନ୍ତି? ସ୍ୱରଧ୍ୱନି ସାହାଯ୍ୟରେ କେଉଁ ଧ୍ୱନି ଉଚ୍ଚାରିତ ହୁଏ? ତ ସମସ୍ତେ ଜାଣିଥିବ। ତ ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, ବ୍ୟଞ୍ଜନ ବର୍ଣ୍ଣ। ସ୍ୱରଧ୍ୱନି ସାହାଯ୍ୟରେ ବ୍ୟଞ୍ଜନ ବର୍ଣ୍ଣ ଧ୍ୱନି ଉଚ୍ଚାରିତ ହୁଏ ତାକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ତ ଦେଖ ପିଲାମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ। ତାପରେ ଦେଖ ନେକ୍ସଟ ଭିଡ଼ିଓକୁ ଯିବା, ଚାଲନ୍ତୁ। 16 ନମ୍ବର, ପ୍ରାଥମିକ ସ୍ତର ପାଠ୍ୟପୁସ୍ତକରେ କେତୋଟି ସ୍ୱର ବର୍ଣ୍ଣ ଶିକ୍ଷା ଦିଆଯାଏ? କେତୋଟି? ସମସ୍ତେ ଜାଣିଥିବ, କାଉଣ୍ଟ ବି କରିପାରିବ। ତ 11ଟି ଥାଏ। ତ 17 ନମ୍ବର ଦେଖ, 17 ନମ୍ବର, ଦୀର୍ଘର ଶିକ୍ଷା ଦେବାର ସପକ୍ଷ ଯୁକ୍ତିଟି କ'ଣ? କ'ଣ ନା ୟାର ସଠିକ୍ ଆନ୍ସର୍ ହେବ ଏହାର ମାତ୍ର ରୂପ ଓଡ଼ିଆରେ ବ୍ୟବହୃତ। ସେମିତି ଦେଖ ପିଲାମାନେ 18 ନମ୍ବର କ'ଣ କହିଛି ନା ସ୍ୱରବର୍ଣ୍ଣ ସାଙ୍କେତିକ ରୂପକୁ କ'ଣ କୁହାଯାଏ? ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, ମାତ୍ରା। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା କୁହାଯାଏ। ତ ବ୍ୟଞ୍ଜନ ବର୍ଣ୍ଣ ଦେଖ, ତାପରେ ପୁଣି ନେକ୍ସଟ କ୍ୱେଶ୍ଚନ୍, ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ନା ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା କୁହାଯାଏ। କ'ଣ ନା ଫଳା। ତାପରେ 20 ନମ୍ବର ସେମିତି ଦେଖ, ଫୁସଫୁସରୁ ଆସୁଥିବା ବାୟୁ ନିର୍ଗତ ହେବା ବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ'ଣ କୁହନ୍ତି? କ'ଣ କୁହନ୍ତି? ନା ୟାର ସଠିକ୍ ଆନ୍ସର୍ ହେବ କଥନ ଅଙ୍ଗ। କ'ଣ ନା କଥନ ଅଙ୍ଗ। ପିଲାମାନେ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ନୋଟ୍ କରିଦିଅ। ଆଉ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କର। ତାପରେ ଦେଖ ପିଲାମାନେ 21 ନମ୍ବର, କ ଚ ଟ ତ ପ। ତ ଏଟା ଗୋଟେ କୋଡ଼ ୱାର୍ଡ଼ଟା, ସମସ୍ତେ ଜାଣିଥିବ କଚଟ ତପ। ତ ଏଥିରୁ ତାଲବ୍ୟ ବର୍ଣ୍ଣ କେଉଁଠି? ସମସ୍ତେ ଜାଣିଥିବ ତାଲବ୍ୟ ବର୍ଣ୍ଣ। ତ ୟାର ସଠିକ୍ ଆନ୍ସର୍ ହେବ ଚ। ଚଟା ହେଉଛି ତାଲବ୍ୟ ବର୍ଣ୍ଣ। ତାପରେ ଦେଖ 22 ନମ୍ବର, କରୁଥାଇ
ଦନ୍ତ୍ୟ ବର୍ଣ୍ଣ ଉଚ୍ଚାରଣ। ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା? କେଉଁ କେଉଁ? ନା ୟା ସଠିକ୍ ଆନ୍ସର୍ ହେବ, ଦେଖ ପିଲାମାନେ, ଯଦି ତୁମେ ଜାଣିଛ କମେଣ୍ଟରେ କୁହ। ତ ୟାର ସଠିକ୍ ଆନ୍ସର୍ ହେବ ତ ଥ ଦ ଧ ଦନ୍ତେନ। ତ ଏଇଗା ସବୁ ଦନ୍ତ୍ୟ ବର୍ଣ୍ଣ ଯେଉଁଟାକି ଉଚ୍ଚାରଣ କଲାବେଳେ ଦନ୍ତ୍ୟରେ ବାଜିଥାଏ। ତାପରେ ଦେଖ 23 ନମ୍ବର। 23 ନମ୍ବର କ'ଣ କହିଛି? ନା ବର୍ଗୀୟ ବ୍ୟଞ୍ଜନ କେତୋଟି? ବର୍ଗୀୟ ବ୍ୟଞ୍ଜନ କେତୋଟି? ନା 25ଟି ହେଉଛି ବର୍ଗୀୟ ବ୍ୟଞ୍ଜନ। ସିମ୍ପଲ୍ କ୍ୱେଶ୍ଚନ୍, ବହୁତ ସାଧା କ୍ୱେଶ୍ଚନ୍, ସିଟି ଏକ୍ଜାମ୍ରେ ଏଇଭଳିଆ ହିଁ କ୍ୱେଶ୍ଚନ୍ ଆସିଥାଏ। ତାପରେ ଦେଖ 24 ନମ୍ବର, ଜ ର ଳ ୱ ଏହି ବର୍ଣ୍ଣ ଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ କାହିଁକି? କାହିଁକି? ତ ୟାର ସଠିକ୍ ଆନ୍ସର୍ ହେବ ଏଗୁଡ଼ିକ ବର୍ଗୀୟ ବର୍ଣ୍ଣର ଶେଷରେ ଥାଏ। କ'ଣ? ନା ବର୍ଗୀୟ ବର୍ଣ୍ଣର ଶେଷରେ ଥାଏ, ସେଥିପାଇଁ ଏଇଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ। ଅନ୍ତସ୍ଥ ବର୍ଣ୍ଣ କୁହାଯାଏ। ତାପରେ ଦେଖ ପିଲାମାନେ 25 ନମ୍ବର, ନିମ୍ନ ଧ୍ୱନିମାନଙ୍କରୁ କେଉଁଟି ନାସିକ ଧ୍ୱନି ନୁହେଁ? କେଉଁଟି ନାସିକ ଧ୍ୱନି ନୁହେଁ? ତ ଦେଖ ତୁମେ ଯଦି ଜାଣିଛ କମେଣ୍ଟରେ କୁହ, ନହେଲେ ମୁଁ ତ କହିଦେବି। 25 ନମ୍ବର ହେଉଛି ସଠିକ୍ ଅପସନ୍ ଏ, ଗ। ଗ ହେଉଛି ନାସିକ ଧ୍ୱନି। ପିଲାମାନେ ଆଜି ପାଇଁ ଏତିକି ଥିଲା। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କର ଆଣ୍ଡ ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆଉ ଆଶା କରୁଛୁ 2026ରେ ସମସ୍ତେ ସିଟି ଏକ୍ଜାମ୍ ପାସ୍ କରିବ। ଯିଏ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓ ଦେଖୁଛି ଭଲ କଥା, ଆଉ ଯିଏ ଅଧାରେ ବାହାରି ଯାଉଛି ସେଟା ବି ଭଲ କଥା, ତାଙ୍କ ପାଇଁ